ରାମ ରାବଣ ତାଙ୍କ ମୁଠାରେ ହେଲେ କଳିଯୁଗର ବଳ ତା ଛିଡ଼ା ବସିଲା ରକ୍ତ ବିରୋଧୀ ମୋ ବସିଯିବା ବାଘ ଗୁଡ଼ାକ ଛେଳି ଛୁଆ ବୋଲି ଦରକାର ପଡ଼ିଲେ ରାମକୁ ମାରିବା ପାଇଁ ମୁଁ ନିଜେ ଖଣ୍ଡା ଧରିବି ବହୁ ମାସ କାତରେ ଟଙ୍କା ହେଇଥିବା ସେ ଚୌକି ଲାଗି ଯାଇଥିବା ଖଣ୍ଡାଟା ପୁଣି ରକ୍ତରେ ଲାଳ ମରିବ ମରିବ ସେ ତା ପୂର୍ବରୁ ତମ ଝିଅ ସବୁବେଳେ ତମେ ମୁଖ ଆଙ୍କି ଦବ ତମେ ଜାଣିଛ ହାରିଯିବା ଅପେକ୍ଷା ମୁଁ ମରିଯିବାକୁ ବେଶୀ ପସନ୍ଦ କରେ। ଆଜ୍ଞା ମୁଁ ପଦେ କହିବି କି ଆଜ୍ଞା ଜୋର କରି କାହା ମାନେ ଶତ୍ରୁକୁ ଜିତି ହୁଏ ହେଲେ ଜୋର କରି କାହା ହୃଦୟ ଜିତି ହୁଏନି। ଆପଣ ଯୋଉ ବାଟକୁ ଯାଉଛନ୍ତି ଫେରି ଆସନ୍ତୁ ରାଧା ପାଖରୁ ରାମକୁ ଅଲଗା କରିବା ସମ୍ଭବ ନୁହଁ। ଅସମ୍ଭବ ବୋଲି ଗୋଟେ ଶବ୍ଦ ସେଇଟା ଏ ଆଲିଆ ଡିକ୍ସନାରୀ ନାହିଁ। ରାମକୁ ପାଇବା ବି ଆପଣଙ୍କ ଭାଗ୍ୟରେ ନାହିଁ। କଣ ଭାଗ୍ୟରେ ନାହିଁ? ନା ଭାଗ୍ୟରେ ନାହିଁ ମୁଁ ପା କହୁଛି। ତା ପୂର୍ବରୁ ରାଧାର ଶବ ଯମୁନା ନଦୀରେ ଭାସିବ। ସୀତାକୁ କିଡନାପ କଲେ ଆପଣ ଯେତିକି ପରିଶ୍ରମ କରିବାକୁ ନଥିଲା ତାଠୁ ଅଧିକ ପରିଶ୍ରମ ମତେ କରିବାକୁ ପଡେନି। ମ୍ୟାଡାମ ଆକୁ ଛାଡ଼ନ୍ତୁନି ଆଜି ମାରି ଦିଅନ୍ତୁ। ଇଏ ଯଦି ଖସିଯାଏ ସବୁ ଖେଳ ଖତମ। ଖେଳି ଲାଗିଛି ୟାକୁ ମୋ ସାଙ୍ଗରେ ମୁଁ ଲେଖିଥିବି ଆଉ ୟାକୁ ଜଣେଇଦେବି ବାଘ ନଜରରେ ଥିବା ଶିକାର ଉପରେ ନଜର ପକେଇଲେ ପରିଣତିଟା କଣ ହୁଏ। କିଛି ହବନି ଆଜ୍ଞା ଆପଣଙ୍କ ନିଜେ ତାକୁ ଘରେ ଦେଖିଯାଏ ରାମ ପାଖରେ ବର୍ତ୍ତମାନ ଆପଣ ଯାହା କରିବେ କରିବେ ତାକୁ ଜୀବନରୁ ମାରିବେନି। ଆମେ ତାକୁ କଲିକତା ପଠେଇଦେଲେ ପାଚର କରିବେ এটা মজা মারকুনে যান नहीं ये तो के मुझे खूब चले गई थी यार भाई मोटे और को रात्रि रात्रि लुआई को भी छोड़ा होता कोई थी यार बेचार ম্যাডাম এটা তোরতে জিবি না দিও আজ এপরি কাজ করে নাই তো হচ্ছে মোর মতে মারার আমার কিছু भी दोष नहीं तो दोस्त होचे तो राम तो अलग है नो कहे রাম মোটারও অলগা হেলে তো কোন অলগা হেলে তো কি অর্থ দেখি চিপকে দিছি কি অলগা করে পারলো মতে বিশ্বাস করো তো আজ্ঞা মই রামকে বহুত বুঝেছি হেলে সে জমা বুঝিলানি এমিতি মো বিষ भी খাইদেলি হেলে সে মতে মরিବାକୁ भी দেলানি ଏବେ ଦେଖିବି କୋଉ ରଙ୍ଗ ତୋତେ ବଞ୍ଚେଇବ। ଆଜ୍ଞା ମହାସତୀ তুই আগে একবার সেলফি নেই ମୋ ପାଖକୁ ପଠାଇବୁ ତାହେଲେ ଯାଇ ମୁଁ ଜାଣିବି ତୁ ଏ କଳିଯୁଗ ସତ୍ୟପୁର ଝିଅ। ଆସ ତୁରେ ସେଲଫି ମୋ ପାଖକୁ ଗୋଟେ ପଠେଇବି ମୁଁ ଖାଲି ସେ ଫଟୋକୁ ଦେଖିବି ବାକାଳି ଦେବ ଫଟୋକୁ ଦେଖିବି ବାକାଳି ଦେବ ମତେ ପ୍ଲିଜ ଗୋଟେ ପିସ୍ ମୋ ପାଖକୁ ପଠେଇବୁ କାମ କର। आलिया चौथे गोटे तोला लुआ को तू फुटबॉल भाभी खेली आती छो तो ये गुरा तक तो मुंह पर तो खूब करतो ना तो ম্যাডাম ম্যাডাম সেটা কোন মেকআপ ক্রিম ऐसे ही बोतो আমানে রাধা মুহ উপরে এসিড পকাইব अरे मोहन लो ये तो पूरा मुंह ऐसे लगा दे সরি কি সতর্কতা করলু তোর পাই ম্যাডাম ମୋ କଥା ভুলি গলেনি। ম্যাডাম ଆମ ଉପରେ ଏସିଡ୍ ପକେଇ କଦା କାମ କରିଦିଅନ୍ତୁ ତାପରେ ଆମ ବାହାଘର ଫାଇନାଲଟା ଡେଟ୍ ଦେଇ वाले तो एइटी रहिबो राम देखि तते भय करिबो तोरी सामने राम रो मोर बाहर करबो দেই তুমি পকেই দিও ঠিক আছে ম্যাডাম আমার হাতে ধরেছি তাই তোমাদের ছাড়ে দিও আমার কথা ধরেছি মোর রাম মোতে রাম জীবন এতে তুমি জানতে যে রাম রাম স্বয়ং ভগবান মে মত খোঁজি পাইবে আরাম রে আজি ভগবান বে একে মরিবো তো এ ভুল বলে और करने मोटे
କରୁଛନ୍ତି କଣ କରୁଛନ୍ତି ଜାଣିପାରୁନ ମ୍ୟାଡାମ ହାତରେ ରଙ୍ଗ ପିଚିକାରି ଅଛି ତା ମୁହଁରେ ରଙ୍ଗ ମାରୁଛନ୍ତି ମୁଁ ଜାଣିଛି ସେଥିରେ ଏସିଡ୍ ଅଛି ଆଉ ଜାଣିଛ ତ କହୁଛ ନାଇଁ ଏସିଡ୍ ପକେଇଲେ କଣ ହବ ତା ମୁହଁ ଗ୍ଲୋ କରିବ ଆଉ ଫେର ବି ଦରକାର ପଡିବନି ଯୋଉ ସୁନ୍ଦରିଆ ମୋ ପାଇଁ ଗର୍ବ କରୁଛି ଏସିଡ୍ ପଇଲା ପରେ ପୁରା କଦା କରାଇଯିବ ପିମ୍ପିରି ମୁଁ ହେଇଯିବ ଯୋଉ ମୁହଁ ଦେଖି ରାମ ଭଲ ପାଇଥିଲା ସେଇ ରାମ ତାକୁ ମୁଣ୍ଡରେ ମୁଣ୍ଡେଇ ଭୁଲେଇବ ମୁଣ୍ଡରେ ମୁଣ୍ଡେଇ ଭୁଲେଇବ ରାଧା ରାଧା କଳିଯୁଗର ପ୍ରେମିକା ହେଇପାରେ ରାମ ନୁହଁ କାରଣ ତା ପ୍ରେମେ ଦେହର ଆକର୍ଷଣ ନୁହଁ ମନର ମିଳନ ଆଲିଆ ଆଲିଆ ରାମର ଚୌଟା ଛାତି ଉଚ୍ଚା ଚେହେରାକୁ ଦେଖି ଭଲ ପାଏ ରାମ ତାଠୁ ଦି କମ ହାଇଟର ଝିଅ ରାଧାର ଅଦୃଶ୍ୟ ମନକୁ ପ୍ରେମ କରେ କାରଣ ସେ ବୁଝିଛି ଦୈହିକ ପ୍ରେମର ସୃଷ୍ଟି ହେଇଥିବା ପ୍ରେମଟା ଟଙ୍କିକିଆ ବେଲୁନ ଫାଟିଯିବାଟା ଫାଇନାଲ କିନ୍ତୁ ମନରୁ ମନ ମିଳନ ହେଇଥିବା ପ୍ରେମ 24 କ୍ୟାରେଟ ଖାଣ୍ଟି ସୁନା ଯେତେ ପୁରୁଣା ହବ ସେତେ ମୂଲ୍ୟ ବୃଦ୍ଧି ହବ ওরে বাবা তুমি তো আসমিতি মারি দেউছি তুমি টিভি চ্যানেল থাকে নীতি কথা দেওয়া না আমি শুনবা 15 ବର୍ଷ ହେଲାଣି ପ୍ରେମ କରୁଛନ୍ତି ତ ଏକ୍ସପିରିଏନ୍ସ ଅଛି କିନ୍ତୁ ମୁଁ ତମ ପରି ହତାଶ ପ୍ରେମିକ ନୁହେଁ ଦାଦା ତୁ ଗୋଟେ ବେଇମାନ ତୁ ଏତେ ବଡ ବେଇମାନ ଯେ ତୋ ଭଳି ଏତେ ବଡ ବେଇମାନ ଏ ସୃଷ୍ଟିରେ ଅଛନ୍ତି କି ନା ମୁଁ ସନ୍ଦେହ କରୁଛି ମୋ ଭାଇ ଭାଇ ମୋ ସାଙ୍ଗର ସିଏ ରହିଥିଲେ ସିଏ ତୋ ପାଇଁ ଜୀବନ ଦେଲେ ସେ ଦାଶରଥୀ ମହାପାତ୍ର ରାମର ଜୀବନ ସହିତ ତୁ ବାଘ ବଜାରି ଖେଳି ନଥାନ୍ତୁ ସେଇ ରାମକୁ ତୁ ଗୁଣ୍ଡା ଲଗେଇ ମାରିବା ପାଇଁ ପ୍ଲାନ ତିଆରି କରିନଥାନ୍ତୁ ତା ଭଲ ପାଇବାକୁ ଏଇ ସୈତାନଟା ତୋର ଧର୍ଷିତା କରିନଥାନ୍ତୁ ଆଲେ ମ୍ୟାଡାମ ତମ ଦାଦା ଆଗରୁ ନାଟକ ଫାଟକ ଲେଖୁଥିଲି ଡକ୍ଟର ଦୀପକ ଜେନା କାଟିଦେବେ ବଢିଆ ଷ୍ଟୋରି କହୁଛନ୍ତି ଷ୍ଟୋରି ନୁହଁ ଏଇଟା ନିରାଟ ସତ୍ୟ ଯୋଉ ପ୍ରମାଣଟା ମୋ ପାଖରେ ଅଛି ହନୁ ନେଇ ଆସ ବଦମାସକୁ ରାଜା ସାହେବ ସାଙ୍ଗରେ ମିଶି କଣ ସବୁ କାର୍ଯ୍ୟକ୍ରମ କରିଛୁ ଶତମାନ ନା ସତ ମାନିବି ନା ରାଜା ସାହେବ ମତେ ମଧ୍ୟ ଖାଇଗଲେ 25 ବର୍ଷ ତଳର କଥା তো বাবা আমি ମୋ ବଡ ଭାଇ କଳିଯୁଗ ଯାଉତେ ଗୋଟେ ତାନ୍ତ୍ରିକଠୁ ତନ୍ତ୍ର ସାଧନା କରୁଥିଲେ ହଁ ତନ୍ତ୍ର ସାଧନା ନିଜକୁ ବଳିଦାନ କରିବା ପାଇଁ ପାଗଳ ହେଇଯାଇଥିଲେ ସେ ତାନ୍ତ୍ରିକ କହିଲା ସାନ୍ତାଳୀ ମାଙ୍କର ପ୍ରଥମ ସନ୍ତାନ ଗୋଟେ ଝିଅ ଛୁଆ ହବ ଆଉ ରାତି 12ଟା ବେଳେ ସେ ଠିକ ଜନ୍ମ ହବ ଆଉ ସେ ଜନ୍ମ ହେଲା ବେଳକୁ ତା ଏଇ ଡାହାଣ ହାତ ଉପରକୁ ଏଇଠି ତ ବାମୁଳ ଉପରକୁ ଗୋଟେ କଳା ଯାଇ